କ୍ରୋଧରୁ କ୍ଷାନ୍ତ ହୁଅ ଓ କୋପ ତ୍ୟାଗ କର। ଆପଣଙ୍କୁ ବିରକ୍ତ କର ନାହିଁ, ତାହା କେବଳ ଦୁଷ୍କର୍ମ କରିବାକୁ ପ୍ରବର୍ତ୍ତାଏ। କ୍ରୋଧର ପରିଣାମ ଏବଂ ସତ୍ୟତା ଆମେ ପ୍ରଭୁଙ୍କର ବାକ୍ୟରୁ ଦେଖୁ। ଗୀତ ସଂହିତା 37 ତାର 8 ପଦରେ ଏହା ଲେଖାଯାଏ, ଆମମାନଙ୍କୁ ସମସ୍ତଙ୍କୁ କ୍ରୋଧରୁ କ୍ଷାନ୍ତ ହେବା ପାଇଁ ହେବ। ଆଉ ଆମମାନେ ସମସ୍ତେ କୌଣସି ପ୍ରକାରେ ଆପଣଙ୍କୁ ବିରକ୍ତ କରିବା ନାହିଁ। ଆଉ ଏଇ ଯେଉଁ କ୍ରୋଧ, ବିରକ୍ତ, ରାଗ, କୋପ ଏସବୁ ବିଷୟକୁ ଆମେ ଆମ ଜୀବନରୁ ତ୍ୟାଗ କରିବା। ନଚେତ୍ ଏହି କ୍ରୋଧ ବା ବିରକ୍ତ ଆଉ କୋପ ଆଉ ରାଗ ଏସବୁ ଦୁଷ୍କର୍ମ ଆଡ଼କୁ ଆମମାନଙ୍କୁ ନେଇଯିବ। ତେଣୁକରି ବାକ୍ୟରେ ଲେଖାଗଲା ଯେ କେବଳ ଦୁଷ୍କର୍ମ କରିବାକୁ ପ୍ରବର୍ତ୍ତାଏ। ସେଇ କ୍ରୋଧ ଆମମାନଙ୍କୁ ସେଇ ପ୍ରକାର କଢ଼ାଇ ନିଏ ଦୁଷ୍କର୍ମ ଆଡ଼କୁ, ପାପ ଆଡ଼କୁ, ପ୍ରଭୁଙ୍କର ସାନ୍ନିଧ୍ୟରୁ ବହୁତ ଦୂରକୁ। ତେଣୁକରି ପ୍ରଭୁଙ୍କର ବାକ୍ୟରେ ଯିଏ କ୍ରୋଧ କରେ ତାକୁ ଅଜ୍ଞାନ ବା ମୂର୍ଖ ବୋଲିକି ପ୍ରଭୁ କହିଛନ୍ତି। କ୍ରୋଧ କରିବା ଲୋକମାନଙ୍କୁ ସେ ଏହି ପ୍ରକାର କହନ୍ତି ଯେ କ୍ରୋଧ କରିବାରେ ଯେ ଧୀର ହେବ ନାହିଁ, ହଠାତ୍ କ୍ରୋଧ ହୋଇ ଆପଣଙ୍କୁ କ୍ରୋଧୀ ବୋଲି ସେ ପରିଚୟ ଦିଏ, ସେ ଅଜ୍ଞାନତା ରୂପ ଧ୍ୱଜା ଟେକେ। କଲେ କ'ଣ ଅନିଷ୍ଟ ହୁଏ ସେ ବିଷୟରେ ଆମେ ଯଦି ଦେଖିବା, ସେଇ ହିତୋପଦେଶ 19 ତାର 11ରେ ଲେଖାଯାଏ, ମନୁଷ୍ୟର ସୁବୁଦ୍ଧି ତାହାକୁ କ୍ରୋଧ କରିବାକୁ ଧୀର କରେ, ପୁଣି ଦୋଷ ଛାଡ଼ିବାର ତାହାର ଭୂଷଣ। ତେବେ ମନୁଷ୍ୟର ସୁବୁଦ୍ଧି ତାହାକୁ କ୍ରୋଧ କରିବାକୁ ଧୀର କରେ। ଯେଉଁମାନେ କ୍ରୋଧ କରନ୍ତି ନାହିଁ, ପ୍ରଭୁଙ୍କର ବାକ୍ୟରେ ଆମେ ଦେଖୁ ଯେ ସେମାନେ ଜ୍ଞାନୀ ବୋଲି। କାହିଁକି? ତାର ସୁବୁଦ୍ଧି କ୍ରୋଧ କରିବାକୁ ଦେଇନଥାଏ। କ୍ରୋଧ କରିବାକୁ ସେ ଧୀର ହୋଇଥାଏ। ଯେତେବେଳେ ଗୋଟେ ଜ୍ଞାନୀ ସୁବୁଦ୍ଧି ସହିତ ସେ ଜାଣିପାରିବ କ୍ରୋଧ ବିଷୟରେ, ପ୍ରଭୁଙ୍କର ବାକ୍ୟର ସତ୍ୟତାରେ, ତେବେ ସେ କ୍ରୋଧ କରିବାକୁ ଧୀର ହେବ ବା ସେ କ୍ରୋଧିତ ହେବ ନାହିଁ ବା ରାଗିବ ନାହିଁ। କାହିଁକି? ସେଇ ଜ୍ଞାନ, ସେଇ ବୁଦ୍ଧି ତାକୁ ପରାମର୍ଶ ଦେଇଥାଏ କ୍ରୋଧ କରିବା ନ କରିବା ନିମନ୍ତେ। ତେଣୁକରି ପ୍ରଭୁଙ୍କର ବାକ୍ୟରେ ଏ ବିଷୟ ଆମେ ଦେଖୁ, ଯେ କ୍ରୋଧରେ ଧୀର ସେ ବୀର ଅପେକ୍ଷା ଶ୍ରେଷ୍ଠ। ଏଠାରେ ବାକ୍ୟରେ ଲେଖାଯାଏ, ହିତୋପଦେଶ 16 ତାର 32ରେ ଆମେ ଦେଖୁ, ଯେ କ୍ରୋଧ କରିବାରେ ଧୀର ସେ ବୀର ଅପେକ୍ଷା ଶ୍ରେଷ୍ଠ ବୋଲି ପ୍ରଭୁଙ୍କର ବାକ୍ୟରେ ଦେଖୁ। ଆହୁରି ମଧ୍ୟ ଆମେ ଯଦି ପ୍ରଭୁଙ୍କର ବାକ୍ୟ ସେ ହିତୋପଦେଶ 14 ତାର 29ରେ ଆମେ ଦେଖୁ, ଯେ କ୍ରୋଧ କରିବାରେ ଧୀର ସେ ବଡ଼ ବୁଦ୍ଧିମାନ, ପୁଣି ହଠାତ୍ କ୍ରୋଧୀ ଅଜ୍ଞାନତା ରୂପ ଧ୍ୱଜା ଟେକେ। ଯେଉଁମାନେ ହଠାତ୍ କ୍ରୋଧ କରୁଛନ୍ତି, ରାଗି ଯାଉଛନ୍ତି, ହଠାତ୍ କ୍ରୋଧୀ ହେଉଛନ୍ତି, ସେମାନେ ପତାକା ଟେକୁଛନ୍ତି ନିଜର ଅଜ୍ଞାନତାକୁ ଦେଖାଇବା ପାଇଁ ବୋଲି ଏଠାରେ ଲେଖାଯାଏ। ହଠାତ୍ ଯେ କ୍ରୋଧୀ ହୁଏ ସେ ଆପଣା ଅଜ୍ଞାନତା ରୂପ ପତାକା ବା ଧ୍ୱଜାକୁ ଟେକୁଛି ବୋଲି ଏଠାରେ ଲେଖାଯାଏ। କିନ୍ତୁ ପ୍ରଭୁଙ୍କର ବାକ୍ୟରେ ଅଛି, ଯିଏ କେହି କ୍ରୋଧୀ ହେଉନା କାହିଁ, କ୍ରୋଧକୁ ଦମନ କରିବା ପାଇଁ କୋମଳ ବାକ୍ୟ ଦରକାର। କୋମଳ ଉତ୍ତର କ୍ରୋଧକୁ ଦମନ କରେ, ମାତ୍ର କଟୁ ବାକ୍ୟ କୋପ ଜନ୍ମାଏ। କୋମଳ ଉଦୟ, ଶାନ୍ତ ସ୍ୱଭାବ ଯାହାକି ଆମେ ଦେଖୁ, ତାହା କ୍ରୋଧ ନ କରିବା ପାଇଁ ଆଉ ଶାନ୍ତ କରିବା ପାଇଁ ପ୍ରଭୁ ଏଠାରେ ତାଙ୍କର ବାକ୍ୟରେ ଲେଖୁଅଛନ୍ତି। ଆଉ ଆମେ ଜାଗ୍ରତ ରହିବାର ଅଛି ଏ କ୍ରୋଧ ବିଷୟରେ। କାରଣ ରାଗଶୀଳ ଲୋକ ଯେଉଁମାନେ, ଆଉ ସେମାନେ ବହୁ ପ୍ରକାର ଅନିଷ୍ଟଜନକ ବିଷୟରେ ଜଡ଼ିତ ହୋଇଥାନ୍ତି ବା ଗୋଟିଏ ଲେଖା ହେଇଛି ବିନାଶ ଆଡ଼କୁ ନେଇଯିବ ବୋଲି କ୍ରୋଧ। ପ୍ରଭୁଙ୍କର ବାକ୍ୟରେ ଯଦି ଆମେ ଦେଖୁ, ତାହେଲେ ଯେ ମୂର୍ଖ ଆପଣାର ସବୁ କ୍ରୋଧ ପ୍ରକାଶ କରେ, ମାତ୍ର ଜ୍ଞାନୀ ତାହା ସମ୍ଭାଳି କ୍ଷାନ୍ତ କରେ ବୋଲି ପ୍ରଭୁଙ୍କର ବାକ୍ୟରେ। ଆଉ କ୍ରୋଧୀ ଲୋକ ବିବାଦ ଜନ୍ମାଏ, ପୁଣି ରାଗାନ୍ଧ ଲୋକ ବହୁତ ଅଧର୍ମ କରେ। ଦେଖନ୍ତୁ, ବହୁତ ଅଧର୍ମ ଆଡ଼କୁ ଗତି କରାଏ। ଆମେ ସେଇ ହିତୋପଦେଶ 29, 22 ଏବଂ 23ରେ ଆମେ ଦେଖୁ, ଯେଉଁମାନେ କ୍ରୋଧୀ ସେମାନେ ବିବାଦ ଜନ୍ମାଇବେ,
ଆଉ ରାଗାନ୍ଧ ଲୋକ ବହୁତ ଅଧର୍ମ କରିବେ। ଆଉ ମୂର୍ଖମାନେ ହିଁ ଆପଣାର ସବୁ କ୍ରୋଧକୁ ପ୍ରକାଶ କରିବେ। ମାତ୍ର ଜ୍ଞାନୀ ତାହା ସମ୍ଭାଳି କ୍ଷାନ୍ତ କରେ, ମାନେ ଚୁପ୍ ହୋଇ ରୁହେ, ସହ୍ୟ କରେ ବୋଲି ଆମେ ପ୍ରଭୁଙ୍କର ବାକ୍ୟରେ ଆମେ ଦେଖୁ। ତେଣୁକରି ପ୍ରଭୁ ଆମମାନଙ୍କୁ ଚେତାବନୀ ଦେଇଛନ୍ତି। ସେହି ପ୍ରକାର ରାଗଶୀଳ କ୍ରୋଧୀ ଲୋକମାନଙ୍କ ସହିତ ମିତ୍ରତା କର ନାହିଁ ବୋଲି ପ୍ରଭୁଙ୍କର ବାକ୍ୟ ହିତୋପଦେଶ 22 ତାର 24 ଏବଂ 25 ପଦରେ ଆମେ ଦେଖୁ। ସେଠାରେ ଲେଖାଯାଏ, ରାଗଶୀଳ ଲୋକ ସଙ୍ଗରେ ମିତ୍ରତା କର ନାହିଁ, ପୁଣି କ୍ରୋଧୀ ଲୋକ ସହିତ ଗମନ କର ନାହିଁ, କଲେ ତୁମ୍ଭେ ଅବା ତାହାର ବାଟ ଶିକ୍ଷା କରି ଆପଣା ପ୍ରାଣ ପାଇଁ ଫାନ୍ଦ ପ୍ରସ୍ତୁତ କରିବ। ଦେଖନ୍ତୁ କେତେ ଭୟଙ୍କର ବିଷୟ। ନିଜେ ବି ରାଗିବା ନାହିଁ, କି ରାଗିବା ଲୋକମାନଙ୍କ ସଙ୍ଗେ ଆମେ ମିତ୍ରତା କରିବା ନାହିଁ। ଏହି ବିଷୟ ହିଁ ଲେଖାଯାଏ। ତେଣୁକରି ଆମେ କୌଣସି ପ୍ରକାରେ କ୍ରୋଧ କରିବା ନାହିଁ, ରାଗିବା ନାହିଁ। କ୍ରୋଧକୁ ଆମେ ସବୁବେଳେ ଦମନ କରିବା, ତେବେ ଆମେ ବୁଦ୍ଧିମାନର ପରିଚୟ ଦେବା। ଆଉ ପ୍ରଭୁ ମଧ୍ୟ ଆମମାନଙ୍କୁ ତାଙ୍କରି ବାକ୍ୟରେ କହୁଛନ୍ତି ଆମେ ମୂର୍ଖ ହେବା ନାହିଁ। କାରଣ ମୂର୍ଖ ଅଜ୍ଞାନମାନେ ହିଁ ଅଜ୍ଞାନୀ, ଆଉ ଯେଉଁମାନେ ବୁଦ୍ଧିହୀନ ସେମାନେ ହିଁ କ୍ରୋଧ କରନ୍ତି ବୋଲି ବାକ୍ୟରେ ଲେଖାଯାଏ। ଆହୁରି ମଧ୍ୟ ଲେଖାଯାଏ ହିତୋପଦେଶ 7 ତାର 9ରେ ଲେଖାଯାଏ, କ୍ରୋଧ କରିବା ପାଇଁ ଆପଣା ଆତ୍ମାରେ ଚଞ୍ଚଳ ହୁଅ ନାହିଁ, କାରଣ ମୂର୍ଖମାନଙ୍କ ହୃଦୟରେ କ୍ରୋଧ ଅବସ୍ଥାନ କରେ। ଯେଉଁମାନେ କ୍ରୋଧ କରନ୍ତି ଆଉ ଚଞ୍ଚଳ, ମାନେ ସାଙ୍ଗେ ସାଙ୍ଗେ ରାଗି ଯିବା ପାଇଁ ପ୍ରସ୍ତୁତ ହୁଅନ୍ତି, ରାଗ ସହିତ କଥା କହନ୍ତି, ସେମାନଙ୍କୁ ପ୍ରଭୁ କହନ୍ତି ଯେ ମୂର୍ଖ ବୋଲି। ମୂର୍ଖମାନଙ୍କ ହୃଦୟରେ କ୍ରୋଧ ଅବସ୍ଥାନ କରେ ବୋଲି। ତେଣୁକରି ପ୍ରିୟମାନେ, ଏହି କ୍ରୋଧ ସମ୍ବନ୍ଧୀୟ ସତ୍ୟତା ବିଷୟରେ ପ୍ରଭୁ ଆମମାନଙ୍କୁ ଶିକ୍ଷା ଦେଉଛନ୍ତି। ଆମେ କ୍ରୋଧ କରିବା ଆମମାନଙ୍କର ସ୍ୱଭାବ, ଆମମାନେ ମନୁଷ୍ୟ। କିନ୍ତୁ ସେଇ ଯଦି କ୍ରୋଧ ସବୁବେଳେ ପାଇଁ ଆଉ ହଠାତ୍ ସବୁବେଳେ କ୍ରୋଧୀ ହୋଇଯିବା, ତାହା ଆମମାନଙ୍କ ପାଇଁ ଦଣ୍ଡ ଏବଂ ବିନାଶ ଆଉ ବିବାଦର କାରଣ। ତେଣୁକରି ଆମେ କ୍ରୋଧ କଲେ ବି ଆମେ ମନୁଷ୍ୟର ସ୍ୱଭାବ ଅନୁସାରେ କ୍ରୋଧ ହେଲେ ବି ଆମେ ପାପ କରିବା ନାହିଁ। ଆଉ ବାକ୍ୟରେ ଲେଖାଯାଏ ଯେ ଯଦ୍ୟପି ତୁମେ କ୍ରୋଧ କରୁଛ, ଯଦି କ୍ରୋଧୀ ହେବ ବା କ୍ରୋଧ ହେଲେ ପାପ କର ନାହିଁ। ସୂର୍ଯ୍ୟ ଅସ୍ତ ନ ହେଉଣୁ କ୍ରୋଧ ପରିତ୍ୟାଗ କର। ଆମେ ବାକ୍ୟରେ ଦେଖୁ ଏଫେସୀୟ ମଣ୍ଡଳୀକୁ ପ୍ରେରିତ ପାଉଲଙ୍କର ପତ୍ର 3 ତାର କ୍ଷମା କରିବେ 4 ଏଫେସୀୟ 4 ତାର 26 ପଦ। ସେଠାରେ ଲେଖାଯାଏ, କ୍ରୋଧ ହେଲେ ପାପ କର ନାହିଁ, ସୂର୍ଯ୍ୟ ଅସ୍ତ ନ ହେଉଣୁ କ୍ରୋଧ ପରିତ୍ୟାଗ କର। ଏହି ସମ୍ବନ୍ଧୀୟ କ୍ରୋଧ ସମ୍ବନ୍ଧୀୟ ସତ୍ୟତା ଆମେ ଦେଖିଲୁ ଯେ ଆମେ କେବେ ବି କ୍ରୋଧ କରିବା ନାହିଁ। ଆଉ ଯଦି ଆମେ କ୍ରୋଧ କରୁଛୁ, ତାହେଲେ ଆମେ ଧୀର ଶାନ୍ତ ହେବା ପାଇଁ ଶିଖିବା। ଆହୁରି ମଧ୍ୟ ଯାକୁବଙ୍କ ସେହି ପତ୍ର ପୁସ୍ତକରେ ଆମେ ଦେଖୁ, ଯାକୁବ 1 ତାର 19 ଏବଂ 20ରେ ଲେଖାଯାଏ, ହେ ମୋହର ପ୍ରିୟ ଭାଇମାନେ, ତୁମେମାନେ ଏହା ଜ୍ଞାତ ଅଛ, ପ୍ରତ୍ୟେକ ଜଣ ଶୁଣିବାରେ ତତ୍ପର, କହିବାରେ ଧୀର, ପୁଣି କ୍ରୋଧ କରିବାରେ ଧୀର ହେଉ। କାରଣ ମନୁଷ୍ୟର କ୍ରୋଧ ଈଶ୍ୱରଙ୍କର ଗ୍ରାହ୍ୟ ଧାର୍ମିକତା ସାଧନ କରେ ନାହିଁ। କେତେ ସୁନ୍ଦର ବାକ୍ୟ। ମଣିଷର ଭୟ ବା କ୍ରୋଧ ଈଶ୍ୱରଙ୍କର ଗ୍ରାହ୍ୟ ଧାର୍ମିକତା ସାଧନ କରେ ନାହିଁ। ଆମେ ନିଜକୁ ଆମେ ଧାର୍ମିକ ବୋଲି ମଣୁଛୁ। ପ୍ରଭୁ ଆମମାନଙ୍କୁ ଧାର୍ମିକ ଗଣିତ କରିଛନ୍ତି। କ୍ରୋଧ କେବେ ବି ଧାର୍ମିକ ସାଧନ କରିନଥାଏ। ହଁ ପ୍ରିୟମାନେ, ଆମମାନଙ୍କୁ ପ୍ରଭୁ ଧାର୍ମିକ ଗଣିତ କରିଛନ୍ତି। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଆମେ ଦେଖୁ ବିଶ୍ୱାସ ଦ୍ୱାରା ଆମେମାନେ ପରିତ୍ରାଣ ପାଇଛୁ। ଆଉ ଆମମାନେ ବିଶ୍ୱାସ ଦ୍ୱାରା ଧାର୍ମିକ ଗଣିତ ହୋଇଛୁ। ତାହାଙ୍କର ଅନୁଗ୍ରହରେ ଧାର୍ମିକ ଗଣିତ ହୋଇଛୁ। ତାହାଙ୍କର ମୃତ୍ୟୁ ଦ୍ୱାରା ଧାର୍ମିକ ଗଣିତ, ତାଙ୍କର ପୁନରୁତ୍ଥାନ ଦ୍ୱାରା ଧାର୍ମିକ ଗଣିତ ଏବଂ ତାଙ୍କର ରକ୍ତ ଦ୍ୱାରା ଆମେ ଧାର୍ମିକ ଗଣିତ ହୋଇଅଛୁ ବୋଲି ଆମେ ରୋମୀୟ ପୁସ୍ତକରେ ଆମେ ଦେଖୁ। ତେଣୁକରି ଆମେ କେବେ ବି ଏ ପ୍ରକାର ମୂର୍ଖତାଜନକ କ୍ରୋଧ ବା ରାଗ କେବେ ବି ଆମର ଜୀବନରେ କରିବା ନାହିଁ। କ୍ରୋଧୀ ହେବା ନାହିଁ। ପ୍ରଭୁ ଯୀଶୁଖ୍ରୀଷ୍ଟ କେବେ ମଧ୍ୟ
କ୍ରୋଧୀ ହୋଇନଥିଲେ। ହଁ, ସେ ବିରକ୍ତ ହୋଇଥିଲେ ଯେତେବେଳେ ଅଳ୍ପ ସମୟ ନିମନ୍ତେ ମନ୍ଦିରରେ ଯେତେବେଳେ ବିଭିନ୍ନ ବ୍ୟବସାୟୀମାନେ ସେମାନଙ୍କର ବ୍ୟବସାୟ କାର୍ଯ୍ୟ କରୁଥିଲେ, ସେତେବେଳେ ଆମେ ଦେଖୁ ଯୀଶୁ ବିରକ୍ତ ହୋଇ କହିଥିଲେ, ମୋର ପିତାଙ୍କ ଗୃହ ତୁମେ ବାଣିଜ୍ୟ ସ୍ଥଳ କରିଛ କି ବୋଲି। ହଁ ପ୍ରିୟମାନେ, ସେଇ ପ୍ରକାର ଅଳ୍ପ ସମୟ ସେ କ୍ରୋଧୀ ହୋଇଥିଲେ ମନୁଷ୍ୟର ସ୍ୱଭାବ ଅନୁସାରେ, କିନ୍ତୁ ତାହା ପାପ ବୋଲି ଆମେ କହିବା ନାହିଁ, ପାପ ବୋଲି ଆମେ ଧରିବା ନାହିଁ। କିନ୍ତୁ ଏହି ପ୍ରକାର ବିଷୟ ଆମମାନଙ୍କ ଜୀବନରେ ଆଣିବା ଅନୁଚିତ, ଯାହାକି ବାକ୍ୟରେ ଦେଖିଲୁ ହଠାତ୍ କ୍ରୋଧୀ ହୋଇ ଯେତେ ସବୁ ବିଷୟ କରିବା। ଆଉ କ୍ରୋଧୀ ଯେଉଁମାନେ ସେମାନଙ୍କୁ ଯେ ପ୍ରଭୁ କହୁଛନ୍ତି ମୂର୍ଖ ବୋଲି, ବୁଦ୍ଧିହୀନ ବୋଲି। ତେଣୁ ଆମମାନେ ସେଇ ପ୍ରକାର ହେବା ନାହିଁ। ପ୍ରଭୁ ଆମମାନଙ୍କୁ କଢ଼ାଇ ନିଅନ୍ତୁ, ପ୍ରଭୁ ଆମମାନଙ୍କୁ ଅନୁଗ୍ରହ ପ୍ରଦାନ କରନ୍ତୁ। ପ୍ରଭୁ ଆଗାମୀ ଦିନମାନଙ୍କର ମଧ୍ୟ ଏହି ପ୍ରକାର ସତ୍ୟତା ଜାଣି ଆଗକୁ ବଢ଼ିବା ପାଇଁ ପ୍ରଭୁ ସାହାଯ୍ୟ କରନ୍ତୁ। ଯଦି ଏପର୍ଯ୍ୟନ୍ତ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ନିଜର ବ୍ୟକ୍ତିଗତ ଉଦ୍ଧାରକର୍ତ୍ତା ବୋଲି ଗ୍ରହଣ କରିନାହାନ୍ତି, ତାହେଲେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ନିଜର ପ୍ରଭୁ ବୋଲି ଗ୍ରହଣ କରନ୍ତୁ, ବିଶ୍ୱାସ କରନ୍ତୁ। ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆପଣଙ୍କ ନିମନ୍ତେ କାଲଭାରୀ କ୍ରୁଶ ଉପରେ ଜୀବନ ଦେଇଛନ୍ତି, ରକ୍ତ ଝରାଇ ପୁନରୁତ୍ଥିତ ହୋଇଛନ୍ତି ଆଉ ଆପଣଙ୍କୁ ଆଉ ମୋତେ ସ୍ୱର୍ଗକୁ ନେବା ପାଇଁ। ତେଣୁ ଆମମାନଙ୍କର ନିଜ ନିଜ ପାପ ସ୍ୱୀକାର କରି ପ୍ରଭୁଙ୍କର ହୋଇ ଆମେ ଆଗକୁ ବଢ଼ିବା ଏବଂ ପ୍ରଭୁଙ୍କର ଏହି ପ୍ରକାର ବାକ୍ୟ ଗୁଡ଼ାକ ଆମମାନଙ୍କର ଜୀବନରେ ଲାଗୁ କରି ଏହି ସତ୍ୟତାରେ ଆମେ ଆଗକୁ ବଢ଼ିବା। ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।